ପୋଖରୀରେ ପାଣି ନାହିଁ, ପୋଖରୀ ଶୁଖି ଠୋ, ମାଛ ମାନେ ବି ନାହାନ୍ତି। ନାଧୁଆ କହିଲା, ଆରେ ପାଣି କୁଆଡ଼େ ଗଲା? ସାଧୁଆ କହିଲା, କାଲି ରାତିରେ ବା ପୋଖରୀରେ ନିଆଁ ଲାଗି ଯାଇଥିଲା, ପାଣି ସବୁ ଜଳି ଯାଇ ଉକେ ହୁ କହି ରଡ଼ି ଛାଡ଼ୁ କାନ୍ଦୁଥିଲେ। ମାଧୁଆ କହିଲା, ତାହେଲେ ମାଛ ଗୁଡ଼ାକ କୁଆଡ଼େ ଗଲେ? ରାଧୁଆ କହିଲା, ଆରେ ବୋକା, ଏତିକି ଜାଣିନୁ? ମାଛ ଗୁଡ଼ା ଉଡ଼ି ଯାଇ ପୁରା ଗଛ ଉପରେ ବସି ଯାଇଛନ୍ତି। ରାଧୁଆ କଥା ଶୁଣି ନାଧୁଆ ଓ ସାଧୁଆ କହିଲେ, ଠିକ୍ ଠିକ୍। ମାଧୁଆକୁ ଭାରି ରାଗ ଆସିଲା। ରାଗିଯାଇ କହିଲା, ମତେ କ'ଣ ବୋକା ଭାବୁଛ? ମାଛ କ'ଣ ଗୋରୁ ଗାଈ ନା ମଇଁଷି ହେଇଛନ୍ତି ଯେ ଉଡ଼ି ଗଛରେ ବସିବେ? ଚାରି ହୁଣ୍ଡା ଏହିପରି ଭାବରେ ମାଛ ନ ପାଇ ଘରକୁ ଫେରିଲେ। ମନ ଭିତରେ ଭାବିଲେ, ପୋଖରୀରେ ତ ନିଆଁ ଲାଗିଯାଇଛି, ମାଛ ତ ଉଡ଼ି ଗଛକୁ ପଳେଇଲେ, ଆମକୁ ଆଉ କ'ଣ ମିଳିବ? ନିଜ ନିଜ ଭିତରେ କଥାବାର୍ତ୍ତା